ଘରୁ ଯେତେବେଳେ ବାହାରି ଯାଏ କୌଣସି କାମରେ ବି ହଉ ସେତେବେଳେ ମୋତେ ମନେଇ ହୁଏନି ଯେ ମୋର ଜୀବନରେ କିଛି ପ୍ରୋବ୍ଲେମ୍ ଅଛି ବୋଲି। ସବୁଆଡ଼େ ଖୋଲା ଆକାଶ, ସବୁକିଛି ଦେଖି ମନଟା ପୁରା ଖୁସି ହେଇଯାଏ। ମୁଁ ବି ସେଇ ଖୋଲା ଆକାଶରେ ପକ୍ଷୀଟିଏ ପରି ମନେ ହୁଏ। ଆଉ ଘର ଯେତେବେଳେ ପାଦ ଦିଏ ସେତେବେଳେ ସବୁ ସମସ୍ୟା ଘେରି ବସେ। ଏକା କେହି ନାହିଁ, ସବୁକିଛି ନିଜକୁ ହିଁ ସମ୍ଭାଳିବା ପାଇଁ ହେବ। ତା ସାଙ୍ଗରେ କିଛି କିଛି କାମ ବାଛି ନିଏ ନିଜକୁ ଖୁସି ରଖିବା ପାଇଁ। ମାନୁଛି ପ୍ରୋବ୍ଲେମ୍ ଅଛି, କିନ୍ତୁ ନିଜକୁ ଟିକେ ପଜିଟିଭଲି ଭାବିବା ପାଇଁ କିଛି କଥା ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରୁଛି। ପ୍ରୋବ୍ଲେମ୍ ଆମ ସମସ୍ତଙ୍କର ଅଛି, କାହାର ବା ନାହିଁ। କାହାର ବେଶୀ କଷ୍ଟ, କାହାର ହୁଏତ କମ୍ କଷ୍ଟ ଥାଏ ଜୀବନରେ। କିନ୍ତୁ ଯଦି ଜୀବନରେ ଏଇ ପ୍ରୋବ୍ଲେମ୍ ନଥାନ୍ତା ଆମେ ହୁଏତ ଏତେ କିଛି ଶିଖିପାରିନଥାନ୍ତେ। ଯେମାନଙ୍କ ଜୀବନର ଯେତେ ପ୍ରୋବ୍ଲେମ୍ ଅଛି ସେମାନେ ବେଶୀ ସେତେ ଷ୍ଟ୍ରଙ୍ଗ ହେଇଛନ୍ତି। ଏଇଟା ସତ କି ନାହିଁ କୁହନ୍ତୁ? ପ୍ରୋବ୍ଲେମ୍ ମୋତେ ବହୁତ କିଛି ଶିଖେଇଛି। ଯେତେବେଳେ ବହୁତ ଅସୁବିଧାରେ ପଡ଼ିଛି ସେତେବେଳେ ସେଇ ଅସୁବିଧା ଭିତରେ ମୁଁ ନିଜକୁ କିପରି ଚଳେଇ ପାରିବି ସେଟା ବି ଶିଖିଛି। ଅଭାବ ସମୟରେ କେମିତି ଆଡ଼ଜଷ୍ଟ କରିବା ହେବ ସେଟା ବି ଶିଖିଛି। ଆଉ ଯେତେବେଳେ ପ୍ରୋବ୍ଲେମ୍ ପଡ଼ିଛି ମୋର କେତେଜଣ ବନ୍ଧୁ ମୋ ପାଖରେ ଥିଲେ, କିଏ ମାନେ ନାହାନ୍ତି, ସେଟା ବି ମୁଁ ଜାଣିପାରିଛି। ଆଉ ସେଇ ସବୁ ଭିତରେ ମୋ ହଜବେଣ୍ଡ ଜଣଙ୍କ ପୁରା ମୋର ସାଥ ଦେଇଛନ୍ତି। ସେଟା ବି ଜାଣିପାରିଲି ଯେ ମୋର ଅସମୟରେ ସେଇ ଜଣେ ମଣିଷ କେବଳ ସାଥି ଦେଇଛି। ତେଣୁ ଏତିକି ହିଁ କହିବି, ପ୍ରୋବ୍ଲେମ୍ ଆସିଛି ବୋଲି ମୋ ଜୀବନରେ ବହୁତ କିଛି ଶିଖିପାରିଛି, ବହୁତ କିଛି ଅଭିଜ୍ଞତା ମୋର ହେଇଛି। ତେଣୁ ଯେତେ ଭଉଣୀମାନେ ମୋତେ ଦେଖି କୁହନ୍ତି ଯେ ଦିଦି ତୁମ ପାଖରୁ ବହୁତ କିଛି ଶିଖିବାର ମିଳେ, ସେମାନଙ୍କର ବି ଯଦି କିଛି ପ୍ରୋବ୍ଲେମ୍ ଅଛି ନା, ସେଇ ପ୍ରୋବ୍ଲେମ୍କୁ ହସିକି ସାମ୍ନା କର, ନିଶ୍ଚିତ ଆଗକୁ ସୁଖ ଆସିବ। ସବୁବେଳେ ପ୍ରୋବ୍ଲେମ୍ଟା ଥିବନି, ଯଦି ସମ୍ଭାଳି ପାରିବ ନିଶ୍ଚିତ ଆଗକୁ ବହୁତ କିଛି ସୁଖ ମିଳିବ।